ସମସ୍ତଙ୍କୁ ଏ ଷ୍ଟଡି ଚ୍ୟାନେଲ ଆଉ ଥରେ ସ୍ୱାଗତ ଜଣାଇ ସମସ୍ତ ପାଇଁ ଏକ ନୂଆ ଭ୍ୟାକେନ୍ସି ପୋଷ୍ଟାଲ ଭ୍ୟାକେନ୍ସି ଦେଖନ୍ତୁ ପୋଷ୍ଟ ଅଫିସରେ ଭ୍ୟାକେନ୍ସି ପାଇଁ ସମସ୍ତେ ୱେଟ୍ କରୁଛନ୍ତି ଯେ କି ପୋଷ୍ଟ ଅଫିସରେ କେବେ କ'ଣ ଭ୍ୟାକେନ୍ସି ଆସିବ, କ୍ୱାଲିଫିକେସନ୍ କେତେ ଅଛି, ସମସ୍ତଙ୍କୁ ଭିଡ଼ିଓରେ ମୁଁ ଆଲୋଚନା କରିବି। ସମସ୍ତେ କେହି ବି କୁଆଡ଼େ ଯାଆନ୍ତୁନି, ଭିଡ଼ିଓଟି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତାର କ୍ୱାଲିଫିକେସନ୍ କ'ଣ ଅଛି, ପୋଷ୍ଟଟି କ'ଣ ବାହାରିଛି, ଚାଲନ୍ତୁ ଯିବା ଡେରି ନ କରି ଭିଡ଼ିଓଟି ଆମେ ଆରମ୍ଭ କରିବା। ଦେଖନ୍ତୁ ଇଣ୍ଡିଆନ୍ ପୋଷ୍ଟ ଅଫିସ ରିକ୍ରୁଟମେଣ୍ଟ ନୋଟିଫିକେସନ୍ 2024ର ଭ୍ୟାକେନ୍ସିଟି ଆସିଛି। ଡିପାର୍ଟମେଣ୍ଟ କ'ଣ, ଅର୍ଗାନାଇଜେସନ କରୁଛି ନେମ୍ ଯେଉଁ ଡିପାର୍ଟମେଣ୍ଟ ଅଫ୍ ପୋଷ୍ଟ, ମିନିଷ୍ଟ୍ରି ଅଫ୍ କମ୍ୟୁନିକେସନ୍, ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ। ଏଟାକୁ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ଏଟାକୁ ହ୍ୟାଣ୍ଡେଲ୍ କରୁଛି। ବହୁତ ଭଲ ଭ୍ୟାକେନ୍ସି ଅଛି। ଅଲ୍ ଇଣ୍ଡିଆ କ୍ୟାଣ୍ଡିଡେଟ୍ ଏଟାକୁ ଆପ୍ଲାଏ କରିପାରିବେ। ପୋଷ୍ଟଟି କ'ଣ ନା ଆପ୍ଲାଏ ମୋଡ଼ ଅଫଲାଇନ୍ ପୋଷ୍ଟ ଅଛି। ଆପଣମାନେ ନେଇକି ଏଟାକୁ ପୋଷ୍ଟାଲରେ ଆବେଦନ କରିବେ। ସବୁକିଛି ଡକୁମେଣ୍ଟ ଷ୍ଟାର୍ଟ କରି ଖାମରେ ଭରିକି ତାକୁ ନେଇକି ପୋଷ୍ଟାଲରେ ପକାଇବେ। ତ ଦେଖନ୍ତୁ ଇମ୍ପୋର୍ଟାଣ୍ଟ ଡେଟ୍ କେବେ ଅଛି, ଇମ୍ପୋର୍ଟାଣ୍ଟ ଡେଟ୍ ଅଲରେଡ଼ି ଷ୍ଟାର୍ଟ ହୋଇସାରିଲାଣି। କେହି ବି ଏଟାକୁ ହାତ ଛଡ଼ା କରନ୍ତୁ କିମ୍ବା ମିସ୍ କରନ୍ତୁ ନାହିଁ। ଆପ୍ଲିକେସନ୍ ଲାଷ୍ଟ ଡେଟ୍ କେତେ ନା ଫେବୃଆରୀ ମାସ 16 ତାରିଖ ସୁଦ୍ଧା ତାଙ୍କ ପାଖରେ ଯାଇ ପହଞ୍ଚିବା ଦରକାର। ମୁଁ ଏଥିରେ ସବୁକିଛି କହିବି, ତାର ଆଡ୍ରେସ୍ ବି ଜଣାଇଦେବି। ଆପ୍ଲିକେସନ୍ ମୋଡ଼ ନା ଆପଣ ଯେଉଁ ପୋଷ୍ଟାଲରେ ଦେବେ ତାର ସ୍ପିଡ୍ ପୋଷ୍ଟ କରିବେ, ନଚେତ ରେଜିଷ୍ଟ୍ରେସନ୍ ପୋଷ୍ଟ କରିବେ। ରେଜିଷ୍ଟ୍ରେସନ୍ ପୋଷ୍ଟ କରିବେ ଜଲ୍ଦି ଯାଇକି ପହଞ୍ଚିବ, ସ୍ପିଡ୍ ପୋଷ୍ଟ କରିବେ ଜଲ୍ଦି ଯାଇ ପହଞ୍ଚିବ। ଆପ୍ଲିକେସନ୍ ଫି 100 ଟଙ୍କା ଜେନେରାଲ, SC/BC ଆଉ EWS କ୍ୟାଣ୍ଡିଡେଟ୍ ପାଇଁ। ସମସ୍ତେ ଏଇଟା ଭଲ ଭାବରେ ଦେଖନ୍ତୁ। ଆଉ SC/ST SC/STଙ୍କ ପାଇଁ ଟୋଟାଲ ନିଲ୍ ଅଛି। ଦେଖନ୍ତୁ ଏଜ୍ ଲିମିଟ୍ କେତେ ଅଛି, ମିନିମମ୍ ଏଜ୍ 18, ମ୍ୟାକ୍ସିମମ୍ ଏଜ୍ କେତେ ଅଛି 27 ଅଛି। ଏଜ୍ କାଉଣ୍ଟିଂ କେତେ ନା 16 ଫେବୃଆରୀ 2024 କି 18 ବର୍ଷ ହେଉଥିବ, ନଚେତ୍ 27 ବର୍ଷ ପାର ହେଉନଥିବ। ଯେଉଁମାନଙ୍କର ହେଇଥିବ ସେଇମାନେ ଏଟାକୁ ଆପ୍ଲାଏ କରିବେ। କ୍ୱାଲିଫିକେସନ୍ କ'ଣ ଅଛି ନା କ୍ୱାଲିଫିକେସନ୍ ଷ୍ଟାଫ୍ କାର୍ ଡ୍ରାଇଭର, ଯେଉଁ ପୋଷ୍ଟ ଅଫିସରେ ଯେଉଁ କାର୍ ଡ୍ରାଇଭର ପାଇଁ ଭ୍ୟାକେନ୍ସିଟି ଅଛି, ଯେଉଁ କାର୍ ଡ୍ରାଇଭର ପାଇଁ ଭ୍ୟାକେନ୍ସିଟି ଅଛି, ତାର କ୍ୱାଲିଫିକେସନ୍ କ'ଣ, ଓନ୍ଲି 10th ପାସ୍ ଥିବା ଦରକାର। ଯେଉଁମାନଙ୍କର 10th ପାସ୍ ଅଛି ତା ସାଙ୍ଗରେ କ'ଣ ଭ୍ୟାଲିଡ୍ ଡ୍ରାଇଭର ଲାଇସେନ୍ସ ଥିବା ଦରକାର। ମୋଷ୍ଟ ଅଫ୍ 3 ଇୟର୍ର ଏକ୍ସପିରିଏନ୍ସ, ମତଲବ ହେଭି ଲାଇସେନ୍ସ ଥିଲେ ଆପ୍ଲାଏ କରିପାରିବ କିମ୍ବା ଲାର୍ଣ୍ଣିଂ ଲାଇସେନ୍ସ ଥିଲେ ବି ଆପ୍ଲାଏ କରିପାରିବ। ଆପଣମାନଙ୍କୁ 3 ଇୟର୍ ଏକ୍ସପିରିଏନ୍ସ ଦେଖାଇବା ଦରକାର। ତାପରେ ଦେଖନ୍ତୁ ସାଲେରୀ କେତେ ଅଛି। ସାଲେରୀ ଅଛି କେତେ 19,900ରୁ 63,200 ପର୍ଯ୍ୟନ୍ତ ସାଲେରୀ ଅଛି। ଟୋଟାଲ ସାଲେରୀ କେତେ ନା 19,900ରୁ 63,200 ପର୍ଯ୍ୟନ୍ତ ସାଲେରୀ ଅଛି। ପୋଷ୍ଟ କେତେ ଅଛି ନା ପୋଷ୍ଟ ଅଛି 78ଟା ଭ୍ୟାକେନ୍ସି ଅଛି, 78। ଆପଣମାନେ ସମସ୍ତେ ଦେଖନ୍ତୁ, ଯେଉଁମାନେ ଡ୍ରାଇଭରର ଆପ୍ଲାଏ କରିବାକୁ ଚାହୁଁଛନ୍ତି 78ଟି ଭ୍ୟାକେନ୍ସି ଅଛି। ଅଲ୍ ଇଣ୍ଡିଆରେ ଭ୍ୟାକେନ୍ସିଟି କାର୍ଯ୍ୟକାରୀ ହେବ। ଆପଣମାନେ ଭାବିବେ ଯେ ଛୋଟ ଭ୍ୟାକେନ୍ସିଟି ମୁଁ ଆପ୍ଲାଏ କରିବିନି, ନା, ଆପଣମାନେ ଭାବନ୍ତୁ ଏଇଟା 78ଟି ଲକ୍ଷର ଭ୍ୟାକେନ୍ସି ବାହାରିଛି ମୋ ପାଇଁ, ଯେ କି ତା ଭିତରେ ଗୋଟେ ପୋଷ୍ଟ ମୁଁ ନେବି। ତାପରେ ଦେଖନ୍ତୁ ପୋଷ୍ଟାଲ ଆଡ୍ରେସ୍, ଦେଖନ୍ତୁ ମ୍ୟାନେଜର GRA ମେଲ୍ ମେଟ୍ରୋ ସର୍ଭିସ୍, ତାପରେ କାନପୁର GPO କମ୍ପ୍ୟୁଟର କାନପୁର, ପିନକୋଡ଼ ନମ୍ବର ହେଉଛି 208001 UP। ଏଟାକୁ UP ଯିବ। ସମସ୍ତେ ଡେରି ନକରି ଭଲ ଭାବରେ ଭିଡ଼ିଓଟି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦିକା ଭିଡ଼ିଓଟି ଆପଣଙ୍କୁ କିଛି ବି ମାତ୍ରାରେ ଭଲ ଲାଗିବ, ମୁଁ ଆପଣମାନଙ୍କୁ ଡିସ୍କ୍ରିପସନ୍ର ଏହାର ଫର୍ମଟି ଦେଇଦେବି। ସେଠୁ ଯାଇକି ସେ ଫର୍ମଟି କାଢ଼ି ତାକୁ ପୋଷ୍ଟାଲ ମାଧ୍ୟମରେ ଡିପୋଜିଟ୍ କରିବ। ଜୟ ଜଗନ୍ନାଥ, ଜୟ ହିନ୍ଦ, ଜୟ ଭାରତ।